শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত ষষ্ঠ স্কন্ধ দশম অধ্যায়। হরিয়াদেশে বজ্রপাণি দধ্যঞ্চ ঋষি অস্থি ঘেনি বজ্রগঢ়াই বৃত্র সঙ্গ যুঝিবা দশম প্রসঙ্গ। বাদরায়ণী উবাচ এ রূপে ইন্দ্রকু কহিণ বিশ্বভাবন ভগবান। দেবতা মানে দেখুଥିଲେ তক্ষণে অন্তর্ধান হেলে। শ্রীকৃষ্ণ আজ্ঞা পরমাণে মাগিলে যাই দেবগণে। মহত ঋষি অথর্বণ জাত হু ইন্দ্র পরিত্রাণ। হরসে ঋষি অথর্বণ ବୋଇଲେ ଦେବଗଣେ ଶୁଣ। ଜନ୍ତୁଙ୍କ ପ୍ରାଣ ପରିତ୍ୟାଗ ଏତଦୁଃସହ ଦୁଃଖ ଭୋଗ। ତୁମ୍ଭେ ସ୍ୱଭାବେ ଦେବଗଣ ମରଣ ଦୁଃଖକୁ ନ ଜାଣ। ଜୀବନ ପାଇଁ ପ୍ରାଣୀଙ୍କର ସୁତ କଳତ୍ର ଏ ସଂସାର। ଏମନ୍ତ ପ୍ରାଣୀ ଅଛି କାହିଁ ଜୀବନ ମାଗିଲେ ଦିଅଇ। ଯେବେ ମାଗିବେ ନାରାୟଣ ତେବେ ବାକେ ଦେବ ଜୀବନ। ଦେବା ଉବାଚ ଯେ ପ୍ରାଣୀ ସର୍ବଭୂତ ଠାରେ ଆତ୍ମାର ପ୍ରାୟ ଦୟା କରେ। ଈଶିତ ମାତ୍ରେ ଦେଇ ପ୍ରାଣ କରଇ ପ୍ରାଣୀ ପରିତ୍ରାଣ। ତୁମ୍ଭର ପ୍ରାୟ ପୁଣ୍ୟ ଶ୍ଲୋକ ଯେ ଅବା ପୁଣ୍ୟବନ୍ତ ଲୋକ। ତାହାର ଏମନ୍ତ ବିଚାର ସେ କି ଜାଣଇ ପରାପର। ଅଜ୍ଞାନୀ ପ୍ରାଣୀ ଯେଉଁମାନେ ପର ସଙ୍କଟ ସେ ନ ଘେନେ। ଯାଚଙ୍ଗା ଶ୍ରେଷ୍ଠ ଲୋକଙ୍କର କେବେ ନୁହେ ହତାଦର। ଋଷି ଉବାଚ ଭୋ ଦେବ ରାଜ ଦେବ ବୃନ୍ଦେ ଧର୍ମ କହିଲ ମୋ ସନ୍ନିଧେ। ଏ ଯେ ମୋହର ନିଜ ଦେହ ଛାଡ଼ିବି ନ କର ସନ୍ଦେହ। ଦେହକୁ ଧରି ଯେଉଁ ଜନ ନ କରେ ଯଶ ପୁଣ୍ୟ କର୍ମ ତାହାକୁ ଆତ୍ମଘାତୀ କହି ସ୍ଥାବରୁ ଅଧମଟି ସେହି। ଯେ ପ୍ରାଣୀ ପର ଦୁଃଖେ ଦୁଃଖୀ ପର ସୁଖରେ ଅତି ସୁଖୀ। ଅବ୍ୟୟ ଅକ୍ଷୟ ଏ ଧର୍ମ କହନ୍ତି ପୁଣ୍ୟ ଶ୍ଲୋକ ଜନ। ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ କ୍ଷଣ ଭଙ୍ଗୁର ଦେହେ ନରେ। କରନ୍ତି ଆତ୍ମସ୍ୱାର୍ଥ ଭେଦ ଇହ ଲୋକରେ ଅପବାଦ। ବାଦରାୟଣୀ ଉବାଚ ଏମନ୍ତ କହି ଅଥର୍ବଣ ନିଶ୍ଚଳ କରି ଆତ୍ମା ମନ। ପରମ ବ୍ରହ୍ମେ ନିବେଶିଲେ ସଂଯମେ ଶରୀର ଛାଡ଼ିଲେ। ମନ ବୁଦ୍ଧି ବ୍ରହ୍ମେ ନିବେଶି ଏହି ଯୋଗରେ କରି ଋଷି। ତେଜିଣ ଗଲେ ସେ ଶରୀର ତାହା ଜାଣିଲେ ପୁରନ୍ଦର। ଏଥୁ ଅନ୍ତରେ ଦେବରାଜ ବିଶ୍ୱକର୍ମା ନିର୍ମିତ ବଜ୍ର। ମୁନି ଅସ୍ଥିରେ ସୁନିର୍ମିତ ବିଷ୍ଣୁ ତେଜରେ ହୋଇଯୁତ।
ବିଷ୍ଣୁ ଆଜ୍ଞାରେ ତତପର, ସେ ବଜ୍ର ଧରି ପୁରନ୍ଦର। ସେ ଦେବଗଣରେ ବେଷ୍ଟିତ, ଆରୋହୀ ହସ୍ତି ଐରାବତ। ମୁନିଗଣରେ ସ୍ତୁତ ହୋଇ, ତ୍ରୈଲୋକ୍ୟ ହରଷ କରାଇ। ବୃତ୍ର ମାରଣେ ଦେବରାଜ, ସୈନ୍ୟ ସହିତ ହେଲେ ସଜ। ଅଶେଷ ବଳ ସଙ୍ଗେ ଲଇ, ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ। ଏ ଅନନ୍ତରେ ହେ ରାଜନ, କହିବା ଏକ ମନେ ଶୁଣ। ସୁର ଅସୁରଙ୍କର ରଣ, ଅତ୍ୟନ୍ତ ପରମ ଦାରୁଣ। ତ୍ରେତୟା ଯୁଗର ଆଦ୍ୟରେ, ହୋଇଲା ନର୍ମଦା ତଟରେ। ରୁଦ୍ର ବସୁ ପୁଣି ଆଦିତେ, ବହ୍ନି ପିତୃ ଅଶ୍ୱିନୀ ସୁତେ। ସାଧ୍ୟ ବିଶ୍ୱେ ଦେବା ମରୁତ, ରୁଭୁ ଦେବ ଗଣେ ବେଷ୍ଟିତ। ବିରାଜମାନ ସମ୍ପଦରେ, ବଜ୍ରକୁ ଧରି ନିଜ କରେ। ଏ ଭାବେ ଇନ୍ଦ୍ରକୁ ଦେଖିଲେ, ଅସୁରେ କ୍ରୋଧରେ ଧାଇଁଲେ। ନମୁଚି ଦ୍ୱିମୂର୍ଧା ସମ୍ବର, ଅନର୍ବାରୁଷଭ ଅସୁର। ହୟଗ୍ରୀବ ଯେ ବିପ୍ରଚିତି, ଅୟୋମୁଖ ହେତି ପ୍ରହେତି। ଶଙ୍କୁଶୀ ରାଜେ ବୃଷ ପର୍ବ, ଉତ୍କଳ ପୁଲୁମା ଦାନବ। ଦାନବ ଦୈତ୍ୟ ଗଣ ଯକ୍ଷ, ଅସଂଖ୍ୟ ଆବର ଯେ ରକ୍ଷ। ସୁମାଳି ମାଳି ଆଦି ଯେତେ, ସୁବର୍ଣ୍ଣ ହୋଇଣ ମଣ୍ଡିତେ। ଇନ୍ଦ୍ରର ସେନାର ଅଗ୍ରତେ, ବଳେ ଓଗାଳିଲେ ତୁରିତେ। ଇନ୍ଦ୍ରଙ୍କ ସେନାର ସମୂହ, କାଳକୁ ଅତି ଦୂରତ୍ୟୟ। ନିଶଙ୍କେ ଦେଇ ସିଂହନାଦ, ପୁରିଲେ ଦାନବ ଦୁର୍ମଦ। ଗଦା ପରି ଘବାଣ ପ୍ରାସ, ମୁଦ୍ଗର ତୋମର ଅଶେଷ। ଶୂଳ ଖଡ଼ଗ ପରସ୍ୱଧ, ଶତଘ୍ନି ଭୂଷଣ୍ଡି ଆୟୁଧ। ଏ ଯେତେ ଅସ୍ତ୍ର ଶସ୍ତ୍ର ମାନ, ଦେବଙ୍କୁ କଲେ ପ୍ରହାରଣ। ଅସୁର ସରୋବର ଶଣେ, ଦୃଶ୍ୟ ନୁହନ୍ତି ଦେବଗଣେ। ପୁଣ ପୁଣ ହିଁ ପଡ଼ିବାରେ, ନକ୍ଷତ୍ର ଯେଶ ନିମେ ଘରେ। ଶସ୍ତ୍ର ଆଘାତ ଦାନବର, କିଛି ନ କଲା ଦେବଙ୍କର। ଯେତେ ଅସୁରଙ୍କ ଆୟୁଧ, ସକଳ ଦେବେ କଲେ ଛେଦ। ଏଥୁ ଅନ୍ତରେ ଶୂନ୍ୟ ହସ୍ତ, ଦାନବେ ଅତ୍ୟନ୍ତ କୋପିତ। ଗିରିର ଶୃଙ୍ଗ ଦ୍ରୁମମାନ, ଦେବଙ୍କୁ କଲେ ପ୍ରହାରଣ। ପୁଣି ଇନ୍ଦ୍ର ସୈନ୍ୟଗଣ, ତକ୍ଷଣେ କଲେ ତା ଛେଦନ। କୁଶଳ ଦେଖି ଦେବଙ୍କର, କୋପେ ଦାନବେ ଖରତର। ପୁଣି ପଥର ଘେନି କରେ, ପିଟିଲେ ଦେବଙ୍କ ଉପରେ। ବିବିଧ ଗିରି ଶୃଙ୍ଗମାନ, ଦେବଙ୍କୁ କଲେ ପ୍ରହାରଣ। ଦୈତ୍ୟ ନିଷ୍ଫଳ କାର୍ଯ୍ୟ ହୋଇ, ଆତ୍ମା ଦେହକୁ ନିନ୍ଦା ବହି। ଯାହାକୁ ରଖନ୍ତି ଈଶ୍ୱର, ଅସୁରେ କେତେକ ମାତର। ଆତ୍ମ ଉଦ୍ୟମ ଯହୁଁ ହତ, ଦେଖି ଅସୁରେ ଭୟଚିତ। ସ୍ୱଭାବେ ବିଷ୍ଣୁର ବିମୁଖ, ରଣେ ଲଭିଲେ ମହାଦୁଃଖ। ସ୍ୱାମୀ କି ଛାଡ଼ି ସଂଗ୍ରାମରେ, ପଳାଇ ଗଲେ ପ୍ରାଣ ଡରେ। ବୃତ୍ର ଅସୁର ଚୂଡ଼ାମଣି, ସୈନ୍ୟ ପଳାନ୍ତି ବୋଲି ଜାଣି। ଧାଇଁବା ଦେଖି ବୃତ୍ୟଙ୍କର, କହଇ ବଚନ ମଧୁର।
ଅତି ଭୟରେ ରଣ ଛାଡ଼ି ପଳାନ୍ତି ହୋଇ ମଡ଼ାମଡ଼ି। ଏମନ୍ତ ଦେଖି ବୃତ୍ରାସୁର ସୈନ୍ୟଙ୍କୁ ବୋଲଇ ଉତ୍ତର, ଏ ବିପ୍ରଚିତି ଅନର୍ବନ ନମୁଚି ଶୁଣ ମୋ ବଚନ। ଜାତ ଯେ ହୋଇ ଏ ସଂସାର ମରଣ ଧ୍ରୁବଟି ତାହାର, ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର ସଂସାରେ ବୋଲନ୍ତି ଯେ ସାର। ବ୍ରହ୍ମ ଭାବନେ ଦେଇଛି ତ ଯେ ପ୍ରାଣୀ ପ୍ରାଣେ ହୋଏ ହତ, ଯେ ରଣ କ୍ଷେତ୍ରେ ପ୍ରାଣ ଦେଇ ବୀର ସଜ୍ଜାରେ ରହେ ଶୋଇ। ବୋଲଇ ଦାସ ଜଗନ୍ନାଥ ଇନ୍ଦ୍ରପୁତ୍ର ଯୁଦ୍ଧ ଚରିତ, ସୁଜନେ ଏଣେ କର ଆସ ମୁଁ ତୁମ୍ଭ ଦାସଙ୍କର ଦାସ। ଯେ ଏହା ଶ୍ରବଣେ ଶୁଣନ୍ତି ସକଳ ପାପକୁ ନାଶନ୍ତି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ଇନ୍ଦ୍ରବୃତ୍ତାସୁର ଯୁଦ୍ଧ ବର୍ଣ୍ଣନମ୍ ନାମ ଦଶମୋ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।